ଆଉ ଦିନ କେଇଟା ପରେ ପଦ୍ମପୁର ଉପନିର୍ବାଚନ ପାଇଁ ପଡ଼ିବ ଭୋଟ। ଆଉ ସମସ୍ତେ ଏବେ ପ୍ରଚାର ମଇଦାନରେ ଘରକୁ ଘର ବୁଲି ସବୁ ପ୍ରାର୍ଥୀ କରୁଛନ୍ତି ପ୍ରଚାର। ଆଉ ଏହାରି ଭିତରେ ଏମିତି କିଛି ଚିତ୍ର ଆମ କ୍ୟାମେରାରେ କଏଦ ହୋଇଥିଲା, ଯାହାକୁ ଦେଖିଲେ ଆପଣଙ୍କ ଆଖି ଓଦା ହୋଇଯିବ। ଆଜି ଥିଲା ଦିବଂଗତ ନେତା ଓ ପଦ୍ମପୁରର ସୁଖ ଦୁଃଖର ସାଥୀ ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବଢିଆଙ୍କ ଜନ୍ମଦିନ। ପ୍ରତିବର୍ଷ ଜନ୍ମଦିନରେ ସାଙ୍ଗସାଥୀ ଓ ବନ୍ଧୁମାନଙ୍କ ମେଳରେ ଫାଟି ପଡୁଥିଲା ଦାଣ୍ଡର ଅବଡ଼ା। କିଏ ଦୀର୍ଘଜୀବୀ ହୁଅ ବୋଲି କାମନା କରି ମନ୍ଦିରରେ ଦୀପ ଜାଳୁଥିଲା ତ ଆଉ କିଏ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଉଥିଲା। ସେଇ ଘର ଅଛି, ସେଇ ଚୌକି ବି ଅଛି, ହେଲେ ନାହାନ୍ତି ଅତି ପ୍ରିୟର ବିଜୟ। ଜୀବନର ଅନେକ ଯୁଦ୍ଧକୁ ମାତ ଦେଇଥିବା ବିଜୟ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଆଜି ତାଙ୍କର ଅବର୍ତ୍ତମାନରେ ପଦ୍ମପୁରରେ ହେଉଛି ନିର୍ବାଚନ। ଆଉ ଏହି ଉପନିର୍ବାଚନରେ ସାରଥୀ ସାଜିଛନ୍ତି ତାଙ୍କର ଝିଅ ବର୍ଷା। ଆଜି ଥିଲା ତାଙ୍କ ବାବାଙ୍କର ଜନ୍ମଦିନ। ବାବାଙ୍କ ସହିତ ମିଶି ସେ ଅନେକ ଜନ୍ମଦିନ ଏହି ଘରେ ପାଳନ କରିଛନ୍ତି। ହେଲେ ଆଜି ନିର୍ବାଚନ ପ୍ରଚାରରେ ବାହାରିବା ପୂର୍ବରୁ ବାବାଙ୍କର ଆଶିଷ ଭିକ୍ଷା କରି ବାହାରିଛନ୍ତି ଯୁଦ୍ଧକ୍ଷେତ୍ରକୁ। ବାପାଙ୍କୁ ଦୀପ ଦେଲାବେଳେ ବର୍ଷା ବୁମୁରି ବୁମୁରି କାନ୍ଦୁଛନ୍ତି। ଆଖିରୁ ବୋହି ଚାଲିଛି ଲୁହ। ବ୍ୟୁରୋ ରିପୋର୍ଟ, ରୁମାଲ ଟିଭି।